ଚିନ୍ତାରୁ ମୁକ୍ତି ପାଇବାର ଉପାୟ ଭାଗ 62। କୃତଜ୍ଞତାର ଆଶା ରଖିବା ନାହିଁ। ତୁମେ କାହାଠାରୁ ନମସ୍ତେ ବା ସଲାମର ଆଶା ରଖ ନାହିଁ। ତୁମେ ଯଦି କାହାର ଉପକାର କରିଥାଅ ତେବେ ତାହାକୁ ଭୁଲିଯିବା ହିଁ ଭଲ। କାରଣ ତୁମେ ଯଦି ସେହି ଅନୁପାତରେ ତାହାର ପ୍ରତିଦାନ ନ ପାଅ ତେବେ ତୁମେ ବୃଥାରେ ଦୁଃଖୀ ହେବ। କାହାର କୃପା, ଉତ୍ସାହ, କୃତଜ୍ଞତା ମୋର ଲୋଡ଼ା ନାହିଁ। ମୋର ଆତ୍ମପ୍ରେରଣା ହିଁ ସବୁକିଛି। ଏହି ଆତ୍ମବିଶ୍ୱାସ ସର୍ବତ୍ର ବିଜୟୀ ହୋଇଥାଏ ଓ ସୁଖ ପ୍ରଦାନ କରିଥାଏ। କ୍ରମଶଃ ଆଗାମୀ ଭାଗରେ ଆହୁରି ଆଗକୁ। ବିଚାରକ୍ରାନ୍ତି ଦୂତ ୟୁଟ୍ୟୁବ୍ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ପରବର୍ତ୍ତୀ ଭିଡ଼ିଓ ପ୍ରାପ୍ତ କରିବା ପାଇଁ ବେଲ୍ ଆଇକନ୍ ଦବାନ୍ତୁ ଏବଂ ବିଚାରକ୍ରାନ୍ତି ଦୂତ ଓଡ଼ିଆ ଫେସବୁକ୍ ଓ ଇନଷ୍ଟାଗ୍ରାମ ସହ ଯୋଡ଼ି ହୁଅନ୍ତୁ। ଧନ୍ୟବାଦ।